ନମସ୍କାର ଦୋସ୍ତ। ଆଜି ଆମେ କରିବା ପଖାଳ ଭାତ। ଟିକେ ବାରିରୁ ଲେମ୍ବୁ ନେଇଯିବା, କଞ୍ଚା ଲଙ୍କା ଟିକେ ନେଇଯିବା, ଆଉ କଞ୍ଚା ଆମ୍ବ ଟିକେ ନେଇଯିବା। ତାର ଆମ୍ବର ଯୋଉ ନଶାଟା ଟିକେ ଯଦି ପଖାଳ ଭାତରେ ପକାଯିବ ତାହେଲେ ଟେଷ୍ଟଟା ବହୁତ ବଢିଆ ରହିବ। ତ ଭାତ କିଛି କରିଥିଲେ ନେଇ ଆସିଲେ। ବର୍ତ୍ତମାନ ଭାତ ଗରମ ଥିଲା। ଆଉ ଭାତକୁ କଣ କରିବା ନା ତାକୁ ଦହି, ଏଇ ଯୋଉ ପଖାଳ ଭାତର ଏଇଟା ହଉଛି ତୋରାଣୀଟା। ଏଇଟା 4-5 ଦିନ ଆମେ ମାଟି ହାଣ୍ଡିରେ ରଖିକି ତାକୁ ତୋରାଣୀ ତିଆରି କରିଥିବୁ। ତା ଫଳରେ ତା ଭିତରେ ଜୀବାଣୁ ତିଆରି ହୁଏ। ଯୋଉ ଜୀବାଣୁଟା କି ଆମ ଦେହ ପାଇଁ ବହୁତ ଉପକାର ଆସେ। ମାନେ ଆମର ଯୋଉ ସୈନିକ ରହନ୍ତି ଭିତରେ, ସେମାନେ ହଉଛି ଏଇ ଜୀବାଣୁ। ତ ଏଇଟା କଣ କରିବା, ପଖାଳ ଭାତକୁ ଏଇଟା ଯଦି ପକେଇବା ଆମେ ୟାର ଟେଷ୍ଟ ବଢିଯିବ। ୟାକୁ ଦହି ଟିକେ ପକେଇଦବା, ଆଉ ଲେମ୍ବୁ ଯୋଉ ବାରିରୁ ନେଇ ଆସିଥିଲେ, ଆମ୍ବ ନେଇ ଆସିଥିଲେ, ଆମ୍ବର ନଶାଟା ଟିକେ ଭାଙ୍ଗିକି ସେଥିରେ ପକେଇବାକୁ, ଆମ୍ବ ବି ନେଇ ଆସିଛନ୍ତି, ସେଥିପାଇଁ ଆମ୍ବଟା ବି ନେଇ ଆସିଛନ୍ତି। ବର୍ତ୍ତମାନ କଣ କରିବା ନା ଆମେ ପଖାଳ ତିଆରି କରିବା ପାଇଁ ଯିବା। ତା ପୂର୍ବରୁ କଣ କରିବା ନା ବଢି ଟିକେ ନେଇ ଆସିଥିଲେ। ବଢିଟା କଣ କରିବା ନା ଲୁଣ ମରିଚ କରି ଖାଇବା, ପଖାଳ ସହିତ ବଢିଆ ଲାଗିବ। ଆଉ ବାଦାମ କିଛି ନେଇ ଆସିଥିଲେ। ବାଦାମଟା ଯୋଉ ବଢି ଲୁଣ ମରିଚରେ ପକେଇଲେ ତାର ଟେଷ୍ଟଟା ଅଲଗା ରହିବ। ଆଳୁ କିଛି ସିଝେଇ ଦେଇଥିଲେ, ଭାତରେ ପକେଇ ଆଳୁଟା ସିଝେଇ ଦେଇଥିଲି, ତାକୁ ବି ନେଇ ଆସିଛି। ବର୍ତ୍ତମାନ ପିଆଜ, ଏଇଟା ଦେଶୀ ପିଆଜ ମାର୍କେଟରୁ ନେଇ ଆସିଥିଲି। ଆଉ ଲଙ୍କା ଟିକେ ବି ନେଇ ଆସିଥିଲି। ବାରିରେ ଲଙ୍କା ଆଣିଥିଲି, କିନ୍ତୁ ବାହାର ଲଙ୍କାଟା ଏଇଟା। ଏଇଟା ଟିକେ କଲରା ଟିକେ ବାରିରୁ ବାହାରିଥିଲା, ଗାଁ ବାରିରୁ, ତାକୁ ନେଇ ଆସିକି ବି ଭାଜି ଦେଇଛି। ବର୍ତ୍ତମାନ ସେଟା ହେଇଗଲା, କଦଳୀ ଟିକେ ଭଜା ହେଇଗଲା। ବର୍ତ୍ତମାନ ଆମେ ତିଆରି କରିବା ପଖାଳ ଭାତ। କଣ କରିବା ନା ଏବେ ଦେଖନ୍ତୁ, ଏବେ ଭାବିଲା ବେଳକୁ ମୋ ପାଟିରୁ ଏବେ ଲାଳ ବାହାରି ପଡିଲାଣି। ପଖାଳ ଖାଇବାଟା ଓଡିଆ ପୁଅର, ପଖାଳଟା ତ ଅଲଗା ଜିନିଷ। ଆପଣ ଥରେ କରିକି ଦେଖନ୍ତୁ, ଖାଆନ୍ତୁ, ବହୁତ ବଢିଆ ଲାଗିବ। ଦହିଟା ପକେଇଦବା, ବର୍ତ୍ତମାନ ଭାତରେ ପକେଇଦବା ଦହିଟା। ଦହି ଆପଣଙ୍କର ଖଟା ଯେତିକି ଖାଇପାରିବେ ସେ ଅନୁସାରେ ଦହିଟା ପକେଇବା। ବେଶୀ ପକେଇଲେ ଆପଣ ଖଟା ହୁଏତ ଖରାପ ଲାଗିପାରେ। ତୋରାଣୀଟା ଯୋଉ କରିଥିଲେ ସେଇଟା ପକେଇଦବା। ଖଟା ତୋରାଣୀଟା, ଏଇଟା ମାଟି ହାଣ୍ଡିରେ ତିଆରି ହେଇଥିଲା। ଏଇଟା 4-5 ଦିନ ଭିତରେ ତିଆରି ହେଇଥିଲା। ଲୁଣ ନିଜର ସ୍ୱାଦ ଅନୁସାରେ ଟିକେ ଆପଣଙ୍କୁ କମ ଅଧିକ କରେ। ଅଧିକ ଲୁଣ ଖାଇବାଟା ଭଲ ନାହିଁ, କାହିଁକି ବିପି ବଢିବ। ତ ଲୁଣ କମ ଖାଇବାଟା ବେଟର। ତ ବର୍ତ୍ତମାନ କଣ କରିବା, ଦହି ପଡିଗଲା, ଇଏ ପଡିଗଲା। ଆମ୍ବ ଯୋଉ ଆଣିଥିଲେ ତାକୁ, ଆମ୍ବଟାକୁ ଛିଡେଇଦବା। ଏମିତି ଛିଡେଇ ଦେଇକି ତାର ନଶାଟା କଣ କରିବା, ସେ ନଶାଟା ଭାତ ଭିତରେ ରଖିକି ତାକୁ ଧୀରେ କି ଭାଙ୍ଗିଦବା। ଭାଙ୍ଗିଦେଲେ କଣ ହବ, ସେ ଯୋଉ ନଶାଟା ବାହାରିବ ସେଟା ଏ ତୋରାଣୀ ସହିତ ମିଶିଯିବ। ତୋରାଣୀ ମିଶିଗଲା ପରେ ଏତେ ସୁନ୍ଦର ଟେଷ୍ଟ ଲାଗିବ, ଆଉ ଏତେ ବାସ୍ନା ଲାଗିବ। ଆହା ହା, କୁହନ୍ତୁ ନା, ତ ଖାଇବାକୁ ବହୁତ ବଢିଆ ଲାଗିବ। ଖରାଦିନେ ତ ଆମ ପାଇଁ ଏଇଟା ବହୁତ ଉପଯୋଗୀ। ଏବେ କଣ କରିବା, ଏଇଟା ତ ଆମ୍ବ ଯୋଉ ଆଣିଥିଲେ, ଆଗରୁ ଆମ୍ବ ଆଣିଥିଲେ ତ, ଏ ଆମ୍ବ ନାହିଁ, ଅନ୍ୟ ଆମ୍ବରେ ଆମେ ଚଟଣି କରିଦେଇଥିଲି, ଆମ୍ବ ଟିକେ ଚଟଣି ରହିଯାଇଛି। ବର୍ତ୍ତମାନ ଏବେ କଣ କରିବା ଏବେ ଟିକେ ଲେମ୍ବୁ ଟିକେ କାଟିଦବା। ଲେମ୍ବୁ କାଟିକି ତାକୁ, ଲେମ୍ବୁ ଟିକେ ସ୍ଲାଇଡ୍ ନେଇକି ଭାତରେ ମାରିଦବା, ଟିକେ ଭାତରେ ମାରିଦବା। ଆଉ ତାପରେ ଆଉ ଟିକେ ଯୋଉ ଲୁଣ ମରିଚ କରିବା, ସେଥିରେ ଟିକେ ବି ଲେମ୍ବୁ ଦେଇଦବା। ତ ଏବେ କଣ କରିବା, ଲୁଣ ମରିଚ ତିଆରି କରିବା। ଲୁଣ ମରିଚ ହେଲେ ପିଆଜ ଆଉ ବାଦାମ ତ ନେଇ ଆସିଛି, ଆଳୁ ନେଇ ଆସିଛି, ଟିକେ ଲୁଣ ଦେଇଦବା, ଲେମ୍ବୁ ଟିକେ ପକେଇବା। ବାଦାମ ଟା ପକେଇ ଦିଅନ୍ତୁ, ହଁ ବାଦାମ ଟା ପକେଇଦବା। ବାଦାମ ଟା ପକେଇଦେଲା ପରେ କଣ କରିବା, ତାକୁ ବଢିଟା ଅଛି, ବଢିଟା ବି ପକେଇଦବା। ବେଶୀ ବଢି ପକେଇଦେଲେ ଭଲ ଲାଗିବନି, ସେଥିପାଇଁ ଅଧା ପକେଇବା, ଅଧା ଥାଉ, ପରେ ଖାଇବା। ଆଚ୍ଛା, ଏବେ କଣ କରିବା, ଏବେ ତାକୁ ଦେଖିକି ସବୁ ହେଇଗଲା। ଏବେ ଆମେ କଣ କରିବା, ଲଙ୍କା ଟିକେ, ଟିକେ ମାନେ ରାଗ ଅନୁସାରେ, ନିଜର ରାଗ ଅନୁସାରେ ଲଙ୍କାଟା ଟିକେ ଭାଙ୍ଗିକି ପକେଇଦେଲେ। ଏବେ ଲୁଣ ମରିଚ ପାଇଁ ସବୁ ଜିନିଷ ପ୍ରାୟ ହେଇଗଲା। ଲେମ୍ବୁ ଟିକେ ଚିପୁଡି ଦେବା। ତାପରେ ତାକୁ କଣ କରିବା, ହଁ, ଭାତରେ ଟିକେ ଲେମ୍ବୁ ପକେଇଦେଲେ ତାର ଟେଷ୍ଟ ଅଲଗା ରହିବ। ତ ହେଇଗଲା ଏବେ। ବର୍ତ୍ତମାନ ଆମେ କଣ କରିବା, ସେଟାକୁ, ସେ ଭାତ ଆଉ ଦହି ଟିକେ ସ୍ଲାଇଡ, ଦହି ଲୁଣ ମରିଚ ପକେଇଲେ ତାର ଟିକେ ଟେଷ୍ଟ ଅଲଗା ରହିବ। ଏବେ କଣ କରିବା ନା, ଏବେ ପାଣିଟା ଲୁଣ ମରିଚରେ ପକେଇ ତାକୁ ପୁରା ହାତରେ ଏମିତି ଧରିବା, ଏମିତି ଟିକେ ଟିକେ ରଗଡିବା। ତା ପୂର୍ବରୁ କଣ କରିବା ନା, ଭାତରେ ସବୁ ପଡିଯାଇଛି,
ପଖାଳ ଭାତଟାକୁ ତିଆରି କରିଦେବା, ଗୋଳାଗୋଳି କରିଦେବା। ଗୋଳାଗୋଳି କରିଦେଲେ ଖାଇଲା ଭଳି ହେଇଗଲା। ଉଁ, ଆହା, କେତେ ସ୍ୱାଦ ଲାଗିବ ବୋଲି ବଢିଆ ଲାଗିବ ଜଣା ପଡୁଛି। ଆଜିର ଖରାଟା ଯେମିତି ହେଇଛି ନା, ସେ ଅନୁସାରେ ପଖାଳ ଭାତଟା ଖାଇବାକୁ, ପଖାଳ ଭାତ ସହିତ ଗଞ୍ଜାମି ପେଟେଣ୍ଟର ଆଳୁ ଲୁଣ ବୁଟ ଏଇ ଚକୁଟି ତାକୁ ଏମିତି ଚକୁଟି ଦେବା, ହାପୁଡୁ କରିକି ଖାଇବା, ବଢିଆ ଟେଷ୍ଟ ଲାଗୁଛି। ଆଉ ବଢିଆ ଲାଗୁଛି ତ ଆରେ ଏମିତି ଆପଣ ବି କରିକି ଖାଆନ୍ତୁ ନା। ଘରେ କରିବା ଜିନିଷ ମାର୍କେଟରେ ଜିନିଷର ଅପେକ୍ଷା କେତେ ଭଲ। ସବୁ ଜିନିଷ ଆପଣ ନିଜ ପରିବାର, ନିଜ ଗାର୍ଡେନ ନିଜେ ସବୁ ତିଆରି କଲେ, ତାକୁ ସୁନ୍ଦର ଭାବରେ ରୋଷେଇ କଲେ। କଲରା ଭଜା ଟିକେ, କଲରା ଭଜାଟା ଅବଶ୍ୟ ଏଥିରେ ନଥିଲା, ମୁଁ ଟିକେ ଆଡ କରିଦେଲି, କିନ୍ତୁ ପଖାଳ ଭାତର ଟେଷ୍ଟଟା ସେଟା ଆଉ କହିଲେ ନ ସରେ। ଏଇଟେ ପଖାଳ ଗଣ୍ଡେ ଖାଇଦବ, ଖାଇ ଦେଇକି ଯାଇକି ଯଦି ଆରାମରେ ଘରେ ଶୋଇ ପଡିବ, ଏମିତି ନିଦ ନିଶା ଭଳି ନିଦ ହବ ନା କହିବାକୁ। ଏ ବଢିଟା କଣ କରିବ, ବଢିଟା ଟିକେ ରଖିଛି, ବଢିଟା ଆଉ ଥରେ ନେକ୍ସଟ ଟାଇମ ଖାଇବା, ନହେଲେ ଖାଲି ବି ଖାଇଲେ ଚଳିବ। ସେଇଥିପାଇଁ ବଢିଟା ବେଶୀ ବଢି ଯାଇଥିଲା, ରଖିଦେଇଥିଲି। ପଖାଳଟା କିନ୍ତୁ ଏତେ ବଢିଆ ଟେଷ୍ଟ ଲାଗୁଛି, ଆହା ହାପୁଡ ହାପୁଡ କରି ଖାଇବାକୁ ବଢିଆ ବଢିଆ ଲାଗୁଛି। ଆପଣ ଥରେ କରିକି ଦେଖନ୍ତୁ ନା। ହଁ, ମୋର ତ ବର୍ତ୍ତମାନ ମୁଁ ସିନିୟର ସିଟିଜେନ ହେଇଗଲାଣି, 7 ବର୍ଷ ହେଲା ରିଟାୟାର୍ଡ କଲିଣି ବା। ବର୍ତ୍ତମାନ ଏବେ ଆରାମରେ ଘରେ ବସୁଛି, ବଗିଚା କାମ ଟିକେ କରୁଛି, କିଛି ଜନସେବା କରୁଛି। ତା ସହିତ ଯେତେବେଳେ ସମୟ ମିଳୁଛି, ଏଇ ଗୋଟିଏ ଗୋଟିଏ ଜିନିଷ କରିକି ଆପଣ ମାନେ ଦେଖୁଛି। କିନ୍ତୁ ଆପଣ ଟିକେ ଗୋଟେ କାମ କରିବେ, ଆପଣ ତ ଦେଖୁଛନ୍ତି ଏ ଭିଡିଓଟା ସବୁବେଳେ, ଦେଖନ୍ତୁ କି ସୁନ୍ଦର। ଏଇ ପିଆଜଟା ନା, ଦେଶୀ ପିଆଜଟା ବହୁତ ଟେଷ୍ଟ ଲାଗେ। ଆପଣ ଏ ଦେଶୀ ପିଆଜଟା ମାର୍କେଟରେ ମିଳୁଛି, ତାକୁ ଆଣି ଖାଇବେ। କଣ କରିବେ, ଟିକେ ଆପଣ ଲାଇକ୍ ସେୟାର ଆଉ କମେଣ୍ଟ କରିଦେବେ ଟିକେ ପ୍ଲିଜ। ଯଦି କରିଦେବେ, କାହିଁକି ନା ମୁଁ ଏତେ ଗୁଡା କରୁଛି, ଆପଣ ଟିକେ ଲାଇକ୍ କରିଦେଲେ ମତେ ଟିକେ ଆଉ ଟିକେ ଇନକରେଜ କରିବ, ଭଲ ଲାଗିବ, କରିବାକୁ ଇଚ୍ଛା ହବ। ଆଉ ଭଲ ଭଲ ଜିନିଷ ବି ଆପଣଙ୍କୁ ଦେଖେଇ ପାରିବି, ଆଗକୁ ବି ଭଲ ଜିନିଷ ଆଣିବି, ଆପଣ ବି କରିପାରିବେ, ଆପଣ ବି ଏଥିରେ କିଛି ଉପକାର ପାଇବେ। ଆଉ ଏଇଗୁଡାକ ହଉଛି ସ୍ୱାସ୍ଥ୍ୟକର ଜିନିଷ ଗୁଡା, ଏଗୁଡାକ ହଉଛି ଭଲ, ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ସୁସ୍ଥ ହିଁ ସମ୍ପଦ। ଆଜିକାଲି ଜାଣିଛନ୍ତି, କଲରା ଟିକେ ଖାଇଲେ ଆପଣଙ୍କର ଯେତେ ସବୁ ୱାର୍ମ ଥିବ, ଯେତେ ସବୁ ଅଦରକାରୀ ୱାର୍ମ ଗୁଡା, ସେଗୁଡାକ ମରିଯିବ। ତେଣୁକରି କଲରାଟା ଖାଇବାଟି ଦରକାର। ଆଉ ଲେମ୍ବୁ ପଖାଳଟା ପେଟଟା ଏକଦମ ଥଣ୍ଡା ରଖିବ। ଖରା ଦିନରେ ପେଟଟା ବହୁତ ଥଣ୍ଡା ରଖିବ, ତେଣୁକରି ଲେମ୍ବୁ ପଖାଳଟା ଖରାଦିନେ ଖାଇବାଟା ଭଲ। ଆମେ ତ ପ୍ରାୟ ଜଗନ୍ନାଥ ଭକ୍ତ, ଆମେ ଓଡ଼ିଶାବାସୀ ଜଗନ୍ନାଥ ଭକ୍ତ। ଏଇ ଲେମ୍ବୁ ପଖାଳ ଆଉ ଦହି ପଖାଳ କରିକି ଟିକେ ଖାଇଦେଇକି ତା ତୋରାଣି ଟିକେ ପିଇଦେଲେ, ତାର ଟେଷ୍ଟ ଯେମିତି ଲାଗିବ। ଆଉ ଖରାବେଳେ ଦ୍ୱିପହରରେ ଘଣ୍ଟେ 2 ଘଣ୍ଟା ଆରାମରେ ଶୋଇପାରିବା, ଭଲ ବି ଲାଗିବ। ତେବେ ଆସନ୍ତୁ ନା, ଆପଣ ବି ଏମିତି କରିବା, ଏମିତି ହିଁ ଭଲ ଭଲ ଜିନିଷ କରି ଖାଇବା। ଜୟ ଜଗନ୍ନାଥ।